ଖ୍ରୀଷ୍ଟଙ୍କ ଯୋଗରେ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ଆମେ ସାଧାରଣ କାଳର ଦ୍ୱାତ୍ରିଂଶ ରବିବାର ଦିନ ପଦାର୍ପଣ କରିଅଛୁ। ମୁଁ ଆପଣମାନଙ୍କୁ ମୋର ଜିସସ୍ ଗସ୍ପେଲ ୟୁଟ୍ୟୁବ ଚ୍ୟାନେଲକୁ ହାର୍ଦ୍ଦିକ ଅଭିନନ୍ଦନ ସହ ସ୍ୱାଗତ କରେ। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଜୟ ଯୀଶୁ। ଆସନ୍ତୁ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆଜିର ପ୍ରଥମ ପଠନ ପ୍ରଥମ ରାଜନ୍ୟ ମଣ୍ଡଳୀ 17 ଅଧ୍ୟାୟ 10ରୁ 16 ପଦ ପର୍ଯ୍ୟନ୍ତ। ଦ୍ୱିତୀୟ ପଠନ ହିବ୍ରୁ 9 ଅଧ୍ୟାୟ 26ରୁ 28 ପଦ ଏବଂ ସୁସମାଚାର ସାଧୁ ମାର୍କ 12 ଅଧ୍ୟାୟ 38ରୁ 44 ପଦ ପର୍ଯ୍ୟନ୍ତ। ଆପଣମାନେ ଦେଖିପାରୁଛନ୍ତି ଥମ୍ବନେଲରେ ବିଧବାର ଦାନ ଅତି ମୂଲ୍ୟବାନ ଦାନ। ଖ୍ରୀଷ୍ଟଙ୍କ ଚଟାରେ ମୋର ପ୍ରିୟ ଭାଇ ଭଉଣୀମାନେ, ବିଧବାର ଦାନଟି କାହିଁକି ମୂଲ୍ୟବାନ ଥିଲା ତାହା ମୁଁ ଆପଣମାନଙ୍କ ଆଗରେ ଉପସ୍ଥାପନ କରିବି। ଧର୍ମଶାସ୍ତ୍ର ବାଇବେଲରେ ଏହିପରି ମଧ୍ୟ ଲେଖା ଅଛି, 2 କରନ୍ଥୀ 9:7 ପଦରେ, ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛୁ ସେହିପରି କରୁ, କୁଣ୍ଠିତ ଭାବରେ ନୁହଁ ଅବା ବାଧ୍ୟବାଧକ ହେତୁରୁ ନୁହେଁ, କାରଣ ଈଶ୍ୱର ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟ ଭାଇ ଭଉଣୀମାନେ, ଆମେ ଦେଖିବାକୁ ପାଉଛୁ ଆଜିର ସୁସମାଚାରରେ ଯେତେବେଳେ ସମସ୍ତେ ଦାନ ଦେଉଥିଲେ, ଧନୀ ଶ୍ରେଣୀର ଲୋକ, ମଧ୍ୟମ ଶ୍ରେଣୀର ଲୋକ, ଗରିବ ଲୋକମାନେ ସମସ୍ତେ ଏହିପରି ଦାନ ଦେବା ସମୟରେ ବିଧବାଟି ସେ 2 ପଇସା ବା 2 ପଇସାର ମୂଲ୍ୟର ସେ ଦାନ ମଧ୍ୟ ଦେଇଥିଲା। ପ୍ରଭୁ ତାର ହୃଦୟକୁ ଦେଖିଲେ। ସମସ୍ତଙ୍କ ଅପେକ୍ଷା ସେ ବିଧବାର ଦାନଟି ମୂଲ୍ୟବାନ ଥିଲା। ପ୍ରଭୁଙ୍କ ଲୋକମାନେ, କାହିଁକି ମୂଲ୍ୟବାନ ଥିଲା? କାରଣ ସେ ନିଜ ପାଖରେ ଆଉ କିଛି ନଥିଲା ଚଳିବା ପାଇଁ। ଅନ୍ୟାନ୍ୟ ମାନେ ଅତିରିକ୍ତ ଧନ ସେମାନେ ଦଉଥିଲେ। ଜିହୁଦୀଙ୍କ ପ୍ରଥା ଅନୁସାରେ ଯଦି ଧର୍ମଶାସ୍ତ୍ର ବାଇବେଲରେ ଆମେ ଦେଖିବା, ମାଥ୍ୟୁ 6 ଅଧ୍ୟାୟରେ ସେଠି ପ୍ରକାଶ କରେ ଯେ ସେମାନେ ଦାନ ଦେବା ସମୟରେ କଣ କରୁଥିଲେ? ତୁରୀ ବଜାଉଥିଲେ। ଜିହୁଦୀଙ୍କ ପ୍ରଥାରେ ବାଜା ବାଜୁଥିବ, ଦାନ ଗୁଡ଼ିକ ନେଇକି ସେମାନେ ଲୋକ ଦେଖାଇଲା ଭଳି ସେମାନେ ରଖନ୍ତି, କିନ୍ତୁ ପ୍ରଭୁ ସେଟାକୁ ମନା କଲେ। ଦାନ ଦେବା ସମୟରେ ଯୋଉଟା ଆମେ ଦେଖିବାକୁ ପାଉଛୁ, ମାଥ୍ୟୁ 6 ଅଧ୍ୟାୟର 3 ପଦରେ ଲେଖା ଅଛି, ତୁମେ ଦାନ କରିବା ସମୟରେ ତୁମର ଦକ୍ଷିଣ ହସ୍ତ କଣ କରୁଅଛି ତାହା ତୁମର ବାମ ହସ୍ତ ନ ଜାଣୁ। ଏଇ ହାତ ଯୋଉଟା କରୁଛି ଦକ୍ଷିଣ ହସ୍ତ, ଏ ବାମ ହସ୍ତ ନ ଜାଣୁ। କାରଣ ଲୋକଙ୍କର ଗୌରବ, ଲୋକଙ୍କର ପ୍ରଶଂସା ଏବଂ ଲୋକଙ୍କର ମାନ ସମ୍ମାନ ପାଇଁ ଆମେ କଣ କରିଥାଉ? ଲୋକ ଦେଖାଣିଆ ଦାନ କରିଥାଉ, କିନ୍ତୁ ପ୍ରଭୁ ସେଟା ପସନ୍ଦ କରନ୍ତି ନାହିଁ। ମୋର ପ୍ରିୟ ମାନେ, ସେ ବିଧବାର ଦାନ ସେହିଦିନ କମ ମୂଲ୍ୟର ଥାଇପାରେ, କିନ୍ତୁ ତା ପାଖରେ ଆଉ ଆଗ ପଛରେ କିଛି ଚଳିବାର କିଛି ନଥିଲା। ସର୍ବସ୍ୱ ସେ ଦାନ କରିଥିଲା। ଆଜି ମଧ୍ୟ ଆମେ ପ୍ରଥମ ପଠନରେ ଦେଖିବା, ପ୍ରଥମ ରାଜାବଳୀ 17 ଅଧ୍ୟାୟ 10ରୁ 16 ପଦ ଯୋଉଟା ଆମେ ଶୁଣିବାକୁ ପାଉଛୁ। ଏହି ସପ୍ତାହରେ ସାରିପଥ ବୋଲି ଗୋଟେ ଗାଁରେ ପ୍ରବକ୍ତା ଏଲିୟ ଗଲେ। ଯେତେବେଳେ କୌଣସି ବର୍ଷା ନାହିଁ, କାକର ନାହିଁ, ଏହିପରି ଏକ ଦୁର୍ଭିକ୍ଷ ସମୟ ପଡ଼ିଥିଲା। ପ୍ରଭୁ ତାକୁ ସେଇ ବିଧବା ଘରେ ଏଲିୟଙ୍କୁ ପଠାଉଛନ୍ତି। ଯେତେବେଳେ ସେ ସାରିପଥ ନଗର ପ୍ରବେଶ କରିବା ପୂର୍ବରୁ ଗୋଟେ ବିଧବା ଘରେ ସେ ଗଲେ। ବିଧବା ମାଟି କାଠ ସାଉଁଟୁଛି। ସେହି ସମୟରେ ତାକୁ କହିଲେ, ମତେ ଟିକେ ପାଣି ଆଣ, ମୁଁ ପିଇବି। ପାଣି ଆଣିବାକୁ ଗଲା ସମୟରେ କହିଲେ ଯେ
ପାଣି ଆଣିବା ସହିତ କିଛି ରୋଟି ଧରିକି ଆସନ୍ତୁ। ଏହି କଥା କହିବା ସମୟରେ ସେ ଚିନ୍ତା କଲେ, କଳସୀରେ ମୋଟାଏ ମଇଦା ଅଛି, ପାତ୍ରରେ ଅଳ୍ପ କିଛି ତେଲ ଅଛି, ଆଜି ଆମେ ତାହା ଖାଇବୁ ଏବଂ ମରିବୁ। ତାଙ୍କ ପାଇଁ ସେ ଶେଷ ଦିନର ଥିଲା, ଅନ୍ତିମ ପର୍ଯ୍ୟାୟ ଥିଲା। କିନ୍ତୁ ସେ କହିଲେ, ଏଲିୟ କହିଲେ, ତମେ ଧରିକି ଆଣ, ମୋ ପାଇଁ ସାନଟା କରିକି ଆଣ। ଯେତେବେଳେ ତାକୁ ସାନଟା କରିକି ଆଣିଲେ, ପ୍ରାର୍ଥନା କଲେ, ପ୍ରଭୁଙ୍କୁ ଧନ୍ୟବାଦ ଦେଲେ। କିନ୍ତୁ ଯୋ ପର୍ଯ୍ୟନ୍ତ ସେହି ବର୍ଷା ପଡ଼ିନାହିଁ, ଯୋ ପର୍ଯ୍ୟନ୍ତ କାକର ପଡ଼ିନାହିଁ, ସେ ପର୍ଯ୍ୟନ୍ତ ତାଙ୍କର ସେହି କଳସୀରେ ମଇଦା ଅଭାବ ହେଲା ନାହିଁ କି ପାତ୍ରରେ ତୈଳ ଅଭାବ ହେଲା ନାହିଁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। କହିବା କଥା ମୋର ପ୍ରିୟମାନେ, ଏହିଭଳି ବିଧବା ଦାନ କରିଥିବା ଅଭାବଟି ସେହିଦିନ ଅଭାବରୁ ମୁକ୍ତ ହୋଇଥିଲା। ଆଜି ମଧ୍ୟ ଆମେ ଦେଖିବାକୁ ପାଉଛୁ, ସମସ୍ତେ ବିଡ଼ା ବିଡ଼ା ଟଙ୍କା ଅତିରିକ୍ତ ସମ୍ପତ୍ତି ସେମାନେ ଦେଉଛନ୍ତି, କିନ୍ତୁ ତାହା ନୁହଁ। କିନ୍ତୁ ପ୍ରଭୁ ଚାହୁଁଛନ୍ତି ଆମର ହୃଦୟ, ମନ, ପ୍ରାଣ, ଆମ ପାଖରେ ଯାହା ଅଛି ତାହା ଆମେ ପ୍ରଭୁଙ୍କ ଠାରୁ ସମର୍ପଣ କରିବା। ସେଇଟା ହିଁ ପ୍ରଭୁ ଆମମାନଙ୍କ ପାଖରୁ ଆଶା କରନ୍ତି। ପ୍ରିୟମାନେ, ପ୍ରଭୁ କ'ଣ ଗରିବ ଲୋକ ଯେ ସେ ଆମମାନଙ୍କୁ ସମ୍ପତ୍ତି ମାଗନ୍ତି? ନାଇଁ, ପ୍ରଭୁଙ୍କ ପାଖରେ ସମସ୍ତ କିଛି ଅଛି। ଗୀତ ସଂହିତା 51:17 ପଦରେ ଏହିପରି ଲେଖା ଅଛି, ବଗ୍ନ ଆତ୍ମା ଈଶ୍ୱରଙ୍କର ଗ୍ରାହ୍ୟ ପଡ଼ି, ସେ ବଗ୍ନ ନଗ୍ନ ଚୂର୍ଣ୍ଣକୁ ସେ କେବେ ମୋତେ ତୁଚ୍ଛ କରିବେ ନାହିଁ। କାରଣ ଏହିଭଳି ବଗ୍ନ ହୃଦୟ, ମନ, ପ୍ରାଣକୁ ପ୍ରଭୁ ଚାହାନ୍ତି ଆମଠାରୁ। ବିଧବାର ଦାନ ସେଦିନ ମୂଲ୍ୟବାନ ଦେଖାଗଲା। ଯେଉଁମାନେ ଈଶ୍ୱରଙ୍କର ବାକ୍ୟ କହେ, ବିବରଣୀ 10:18 ପଦରେ, ସେ ପିତୃହୀନ ବିଧବାର ବିଚାର ନିଷ୍ପତ୍ତି କରନ୍ତି ଓ ବିଦେଶକୁ ଅନ୍ନ ଓ ବସ୍ତ୍ର ଦେଇ ପ୍ରେମ କରନ୍ତି। ଈଶ୍ୱର ବିଧବା ମାନଙ୍କୁ ପ୍ରେମ କରନ୍ତି, ବିଧବା ମାନଙ୍କର ସ୍ୱାମୀ ଅଟନ୍ତି। ଏବଂ ଆପଣମାନେ ଦେଖନ୍ତି ଗୀତ ସଂହିତା 68:5 ପଦରେ, ପରମେଶ୍ୱର ଆପଣା ପବିତ୍ର ସ୍ଥାନରେ ପିତୃହୀନ ମାନଙ୍କର ପିତା ଓ ବିଧବା ମାନଙ୍କର ସୁରକ୍ଷା କର୍ତ୍ତା ଅଟନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ମୋର ପ୍ରିୟମାନେ, ଏତେ ବଡ଼ ମୂଲ୍ୟବାନ ବାକ୍ୟ ଆମେ ଈଶ୍ୱରଙ୍କ ଠାରୁ ଶୁଣିବାକୁ ପାଉଛୁ। ପ୍ରଭୁ ଆମ ଠାରୁ ମନ, ପ୍ରାଣ ଏବଂ ଆମର ସମସ୍ତ ଅନ୍ତଃକରଣ ଦେଇ ତାଙ୍କୁ ଯଦି ପ୍ରେମ କରିବା, ତାଙ୍କଠାରେ ଉତ୍ସର୍ଗ କରିବା, ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ, ଆମେନ୍।